କିଛି ତାଙ୍କ ଭିତରେ ଏମିତି ଆପୋଷ ବୁଝାମଣା ରହିଥିବ ଯୋଉଥିପାଇଁ ଆଜି ତାଙ୍କ ଭିତରେ ବିବାହ ବିଚ୍ଛେଦ ହେଲା। ମାନେ ଏବେ ଗୋଟେ ଦୁଃଖ ଲାଗିଲାଣି ଗୋଟେ ପୁଅ ଜନ୍ମ ହବ ଯେମିତି ଗୋଟେ ମାନେ ପାପ ହେଇଗଲାଣି। ଯାହା ହେଇଯାଇଛି ବିଗତ ତାକୁ ଭୁଲିକି ନୂଆ ଜୀବନକୁ ଯୋଉ ଜାଗୃତି ମ୍ୟାଡମଙ୍କ ସହିତ ଆରମ୍ଭ କରୁଛନ୍ତି, ଭଲରେ ରୁହନ୍ତୁ। ସାଂସାରିକ ଜୀବନଟା ଆଗକୁ କେମିତି ଭଲ ହଉ, ତାଙ୍କ ଭିତରେ ସାରସ୍ୱତ ପ୍ରେମର ଆଦାନ ପ୍ରଦାନ ହଉ, ସେତିକି ଆମେ କାମନା କରୁଛୁ। ସେ ଭୋଜି ହଉ କି ନ ହଉ, ଦେଖନ୍ତୁ ଆମର ଯୋଉ ଆଇନ ବ୍ୟବସ୍ଥାଟା କରାଯାଇଛି, ଯୋଉ ନ୍ୟାୟର ଯୋଉ ମୂର୍ତ୍ତିରେ ଯୋଉ ରହୁଛି ବାଲାନ୍ସିଂଟା, ସେଟା ଆଜ୍ଞା ବାଲାନ୍ସିଂ ରହୁନି। ସେଟା କଣ କରୁଛନ୍ତି, ଗୋଟେ ପକ୍ଷୀ ଯଦି ଅବହେଳିତ ହେଇଗଲା, ତାକୁ ଏତେ ପ୍ରକାର ସୁପ୍ରିମ ପାୱାର ଦିଆଯାଉଛି ଯେ ଅନ୍ୟ ପକ୍ଷଟି ସେ ପୁରା ଅବହେଳିତ ହେଇଯାଉଛି। ଆଜିକା ଡେଟ୍ରେ ଦେଖନ୍ତୁ, ଆଗ ଯୁଗରେ ଥିଲା ନାରୀ ଅବହେଳିତ ନିଷ୍ପେଷିତ କହିକି ସବୁ ପ୍ରକାର ଆଇନ ବ୍ୟବସ୍ଥା କରିଦେଲେ। ଆପଣ ଏବେ ଦେଖନ୍ତୁ ମାନସିକ ସ୍ତରରେ ଆଜ୍ଞା ପୁରୁଷ ସମାଜ ବହୁତ ସୁଇସାଇଡ କଲେଣି। ଆପଣ ନିକଟ ଅତୀତରେ ଦେଖିଥିବେ ବହୁତ ପୁରୁଷ ଆମର ଯୋଉ ମାନେ ବନ୍ୟା ସମୟରେ ନେଇଛନ୍ତି ମହାନଦୀ ଉପରୁ। କାହିଁକି? ଆଜି ତାପରେ ଆମର ଦେଶର ଆଇନ ବ୍ୟବସ୍ଥା ଏମିତି କରିଦେଲେ, ଆଗକୁ ଯେ କଣ 497 ନା କଣ, ଯୋଉଟା କି ପରକୀୟ ପ୍ରୀତି କି ସ୍ତ୍ରୀ ଯେଠୁ ବି କଲେ କିଛି ସେଥିପାଇଁ ଆଇନର କିଛି ତାପରେ ରୋକ ନାହିଁ, ମନ ଇଚ୍ଛା ଯିଏ ଯାହା କରିବ। ତ ଏଟା ଗୋଟେ ସମାଜ ପ୍ରତି କୁସଂସ୍କାର ହେଇଯାଉଛି। ମାନେ ଆମେ ସଭ୍ୟ ସମାଜ, ଆମେ ମଣିଷ ଯେତେ ଦୁର୍ଲଭ ଜୀବନ ପାଇଥିଲୁ, କିନ୍ତୁ ଏଇ ଯୋଉ ଆଇନ ଉଚ୍ଛେଦ ହବା ଦ୍ୱାରା ଆମେ ପଶୁ ଭଳି କୁକୁର ମାଙ୍କଡ ହେଲା ଭଳିଆ ହେଇଯିବ। କାରଣ ଆମେ କିଛି କହିପାରିବାନି, କାହାକୁ ରୋକ ଲଗେଇ ପାରିବ। ଆଜ୍ଞା ଆଜ୍ଞା ଦେଖନ୍ତୁ, ଗୋଟେ ପୁରୁଷ ସବୁବେଳେ ଘୁଟି ଘୁଟିକି ରହିଥାଏ। ଗୋଟେ ପୁରୁଷ ଯେତେବେଳେ ଜନ୍ମ ହେଇଥାଏ ନା, ତାର ସବୁ ପ୍ରକାର ଦାୟିତ୍ୱ ଘର ପ୍ରତି ରହିଥାଏ। ବାହା ହେଇଯିବା ତା ମାନେ ନୁହେଁ ଯେ ଗୋଟେ ସ୍ତ୍ରୀ ସହ କେବଳ ଦୈହିକ କି କୋଉ ଘର କାମ କରିବା ସୁଖ ପାଇବ, ତାହା ମାନେ ନୁହେଁ। ଗୋଟେ ତାର ମନର ବେଦନାଟା ବୁଝିବା ପାଇଁ ଗୋଟେ ସାଥୀ ଦରକାର। ବାହା ହେଇଥାନ୍ତି ଜୀବନ ସାଥୀ ପାଇଁ। କିନ୍ତୁ ଆଜି ଦେଖନ୍ତୁ, ସେ ଗୋଟେ ପୁରୁଣା ଚିରାଚରିତ ଢଙ୍ଗରେ ସେ 1947 ମସିହାରେ ଶାଶୁ ଭଳିଆ ଗୋଟେ ମାଇଣ୍ଡ ସେଟ୍ କରାହେଇଯାଇଛି ସେ ମାର୍କେଟରେ। ଆପଣ ଦେଖନ୍ତୁ ଯେକୌଣସି ଆୱାରନେସ ପ୍ରୋଗ୍ରାମ ଯାଆନ୍ତୁ, ସବୁବେଳେ ଶାଶୁକୁ ମାନେ ଗୋଟେ ଦୁରାଚାରୀ ଭଳିଆ ଦେଖାଯାଇଛି। ଆଉ ସବୁବେଳେ କହିଛନ୍ତି ଯେ ବୋହୂକୁ ଝିଅ କର, କେତେବେଳେ କହୁନାହାନ୍ତି ଯେ କି ଶାଶୁକୁ ନିଜ ମା ରୂପେ ଦେଖ। ଆଜି ଗୋଟେ ଯଦି ଶାଶୁ ତା ଝିଅ ବାହା ହେଇକି ଆସିଲା ଶାଶୁ ଘରକୁ, ସାଙ୍ଗେ ସାଙ୍ଗେ ତାର କଣ କରିବ, ସ୍ୱାମୀ ପାଇଁ ଖାଇବାରେ ରଖିବ, ଶାଶୁ ପାଇଁ ରଖିବ ନାହିଁ। କିନ୍ତୁ ତାର ଯଦି ନିଜ ମା ଆସେ ତା ଘରୁ, ତା ପାଇଁ 36 ବ୍ୟଞ୍ଜନ ବନେଇ ଦବ। ଯେତେବେଳେ ଇଏ ଝିଅ ମାନଙ୍କର ମାନସିକତାରେ ଏଟା ନ ହଟିବ ବୋହୂ ମାନଙ୍କର, ସେବେ ଯାଏ ଏଟା ହବ। ଆଜ୍ଞା ଦେଖନ୍ତୁ, ଆପଣ ଯେତେ ଯାହା କରନ୍ତୁ, ଗୋଟେ ପୁଅ ବାହା ହୁଏ, ତାର ଜୀବନ ସାଥୀଟି ଘରକୁ ଆଣେ, ଘରକୁ କେମିତି ସୁଚାରୁ ରୂପେ ଚଳେଇବ। କାରଣ ସିଏ ବି କୌଣସି ଗଭର୍ଣ୍ଣମେଣ୍ଟ ସବସିଡି ପାଉନଥାଏ। ସିଏ ବି ବାହା ହେଲା ବେଳେ 25 ଲକ୍ଷ 10 ଲକ୍ଷ ଖର୍ଚ୍ଚ କରେ। କିନ୍ତୁ ଆମ ଦେଶର ଆଇନ ବ୍ୟବସ୍ଥା ଏମିତି ରହିଯାଇଛି, ବାହା ହେଲ 2 ଦିନ 4 ଦିନ ପରେ ଘରକୁ ପଳେଇ ଆସ, ମତେ ଯୌତୁକ ନିର୍ଯାତନା। ଆଚ୍ଛା ଯୌତୁକ ନିର୍ଯାତନା କଣ ପାଇଁ? ଯିଏ ନବ ବି ଅପରାଧୀ, ଯିଏ ଦବ ବି ଅପରାଧୀ। ଯେତେବେଳେ ଆପଣଙ୍କୁ ଡିମାଣ୍ଡ କରୁଛନ୍ତି, ସେତେବେଳେ ଯାଇକି ଆପଣ ଥାନାରେ ଏଫଆଇଆର ଦଉନାହାନ୍ତି। ନାଇଁ, ଆମେ ଏଠି ବାହା ହେଇଯିବା, ଆମେ 500 ଟଙ୍କା ଦବା, କିନ୍ତୁ ଆମେ ଯାଇକି ଏଫଆଇଆର ଦବା ଆମଠୁ 5 ଲକ୍ଷ ଟଙ୍କା ନେଇଛନ୍ତି। ଆମେ ଏହା ଦ୍ୱାରା କଣ ଗୋଟେ ଇନକମ ହେଇଗଲା, ମାନେ ଲାଇଫ ଟାଇମ ଇନକମ, ଆସେଟ, ଲାଇବିଲିଟି। ଆଜ୍ଞା କୁହନ୍ତୁ। ଦେଖନ୍ତୁ, ସିଏ ତ ତାଙ୍କର ଲଭ ମ୍ୟାରେଜ ହେଇଥିଲା। ଇଏ ବି ବହୁତ ଆଗରୁ ବି କହିଛନ୍ତି ବି ଅନୁଭବ ଭାଇ, ଯେ କି ସିଏ ତାଙ୍କ ପାଇଁ ବହୁତ ପାଗଳ ଭଳି ପାପ କରୁଥିଲେ। ତାପରେ ଶେଷରେ ପରିଣତିରେ ଯାଉ ଡିମାଣ୍ଡ କରିକି ମାନେ ତାଙ୍କ ଇଚ୍ଛା ରଖିଲେ, ସମ୍ମାନ ଦେଲେ, ବାହା ହେଲେ। ତାପରେ ଯଦି ତାଙ୍କର ପାରିବାରିକ ସମସ୍ୟା ରହିଲା, ଏଥିରେ ତ ଆମେ ଭିତରେ ଜାଣିଲୁ କି ଆମେ ଜାଣିଲୁ। କିନ୍ତୁ କିଛି ପକ୍ଷରେ ଯଦି କମ୍ପ୍ରୋମାଇଜ, ଗୋଟେ ନାରୀ ହଉଛି ସହିବା ଶକ୍ତିର ଆଧାର ଥାଏ। କାରଣ ଗୋଟେ ପିଲା ଜନ୍ମ ଦେବାର କ୍ୟାପାସିଟି କେବଳ ନାରୀ ପାଖରେ ଥାଏ। ନାରୀ ସବୁ କିଛି ସହିପାରେ। ଆଉ ନାରୀ ଏମିତି ଜିନିଷ ଗୋଟେ ରଖିଥାଏ ଯେ ତା ପେଟରେ ଯୋଉ କୁଟ କପଟ ରଖିବ, ତାକୁ ଭଗବାନ ବି ବାହାର କରିପାରିବେନି। କିଛି ତାଙ୍କ ଭିତରେ ଏମିତି ଆପୋଷ ବୁଝାମଣା ରହିଥିବ, ଯୋଉଥିପାଇଁ ଆଜି ତାଙ୍କ ଭିତରେ ବିବାହ ବିଚ୍ଛେଦ ହେଲା। ଆଉ ଯୋଉଟା କି ଗୋଟେ ସମାଜରେ ଗୋଟେ ତାଙ୍କର ବହୁତ ବାଧିଲା, ଯେ କି ତାଙ୍କ ବାପାଙ୍କର ସେ ଟ୍ରିଟମେଣ୍ଟ କରିବାକୁ ଯାଇପାରିଲେନି, ଶେଷରେ କିଡନୀ ରୋଗରେ ସେ ମାନେ ମୃତ୍ୟୁବରଣ କଲେ। ମାନେ ଏବେ ଗୋଟେ ଦୁଃଖ ଲାଗିଲାଣି, ଗୋଟେ ପୁଅ ଜନ୍ମ ହବ ଯେମିତି ଗୋଟେ ମାନେ ପାପ ହେଇଗଲାଣି। ବାହା ହେଲ, ମା ବାପାଙ୍କୁ ଜରାଶ୍ରମରେ ଛାଡ, ନହେଲେ ତାଙ୍କର ଯୋଉ ପ୍ରକାର ଟର୍ଚର, ସାମାଜିକର ଯୋଉ ନ୍ୟାୟିକ ପ୍ରକ୍ରିୟାରେ ଯୋଉ ପ୍ରକାର ଟର୍ଚର ହେବେ, ସେ ମାନସିକ ରୋଗୀ ହେଇକି ମରିଯିବେ। ବିଚ୍ଛେଦରେ କାହାର ଭୁଲ, ଆପଣ କାହାକୁ ଅନୁଭବ କରୁଛନ୍ତି? ଅନୁଭବ ନା ବର୍ଷା? ନାଇଁ, ଏଥିରେ ମୁଁ କମେଣ୍ଟ ଦବାକୁ ଚାହୁଁନି ଏଥିପାଇଁ, କାରଣ ଦିଅ ସେଲିବ୍ରିଟି ଅଛନ୍ତି, ତାଙ୍କର ବହୁତ ଫ୍ୟାନ ଫଲୋଇଂ ଥିବେ। ସିଏ ମତେ ପୁଣି ଉଲ୍ଟା କହିବେ। କାରଣ ଗୋଟେ ନାରୀ ଯଦି ଚାହିଁବ, ସେ ଘରକୁ ଗଢି ବି ପାରିବ, ଘରକୁ ଭାଙ୍ଗି ବି ପାରେ। ସେଥିପାଇଁ ସେ ଦୁଇ କୂଳକୁ ହିତା, ଦୁଇ କୂଳକୁ ପିତା। ମେ ବି ରହିଛି। ଆପଣ ଦେଖନ୍ତୁ, ଯୋଉଠି ନାରୀ ସହି ନ ପାରିଲା, ସେ ଜାଗାରେ ଘରଟା ବିଚ୍ଛେଦ ହେଇଯାଇଛି। ଆଉ ସବୁବେଳେ ଦି ଭାଇ ମଧ୍ୟରେ ଭାଗ ବି ସେ ନାରୀ ହିଁ କରେଇଥାଏ। ତ ତାଙ୍କ ଭିତରେ କିଛି ମେ ବି ରହିଥାଏ। ଆଉ ସେଥିପାଇଁ ଟିକେ ଧ୍ୟାନ ଦେବାର ଥିଲା, ତାକୁ ଆଉଥରେ
ଚେଷ୍ଟା କରିଥିଲେ ସବୁ ଜାଗାକୁ ବୁଲିକି କାହା କଥାରେ ନ ଶୁଣିକି ସ୍ୱାମୀ ସ୍ତ୍ରୀଙ୍କ ଭିତରେ କଥା ଦି ଜଣ ହିଁ ସଲ୍ଭ କରିଥାନ୍ତେ। ଯେତେବେଳେ ତୃତୀୟ ପକ୍ଷ ଏଣ୍ଟର କରିଯାଏ ସେ ଆଉ ସମ୍ପର୍କ ଗଢି ହେଇକି ରହିଥାଏ। ବଡ ଭୋଜି ହବ କଟକରେ ଯାହା ଶୁଣା ଯାଉଛି ତାଙ୍କର ଯିଏ ଅଛନ୍ତି ଶୁଭେଚ୍ଛୁ ଏବଂ ପରିବାର ମାନେ ସାହି ପଡିଶା ଇଏ ଗୋଟେ ଚର୍ଚ୍ଚା ହଉଛି କିନ୍ତୁ ଅନୁଭବ ଏପର୍ଯ୍ୟନ୍ତ କିଛି ମୁହଁ କରିନାହାନ୍ତି। ନାଇଁ ସେଟା ଦେଖନ୍ତୁ ସିଏ ଭାଇ ସେଲିବ୍ରିଟି ଲୋକ ସେ ତାଙ୍କର ଦେଇପାରନ୍ତି ଲୋକଙ୍କୁ ଡାକି ପାରନ୍ତି ଇଏ କରନ୍ତି କିନ୍ତୁ ମୁଁ ଭାବୁଛି ସେସବୁ ନ କରିକି ନିଜ ଭିତରେ ଆପୋଷ ବୁଝାମଣାଟା ଯେମିତି ଆଗକୁ ଭଲ ରହୁ ଯାହା ହେଇଯାଇଛି ବିଗତ ତାକୁ ଭୁଲିକି ନୂଆ ଜୀବନକୁ ଯୋଉ ଜାଗୃତି ମ୍ୟାଡମଙ୍କ ସହିତ ଆରମ୍ଭ କରୁଛନ୍ତି ଭଲରେ ରୁହନ୍ତୁ ସାଂସାରିକ ଜୀବନଟା ଆଗକୁ କେମିତି ଭଲ ହଉ ତାଙ୍କ ଭିତରେ ସାରସ୍ୱତ ପ୍ରେମର ଆଦାନ ପ୍ରଦାନ ହଉ ସେତିକି ଆମେ କାମନା କରୁଛୁ ସେ ଭୋଜି ହଉ କି ନ ହଉ ଆମେ ଭାଇ ଆଉ ଗୋଟେ କଥା ଶୁଣା ହଉଛି ଯଦି ତାଙ୍କର ଭୋଜି ହୁଏ ମଟନ ଉପରେ 5 ପ୍ରକାର ଆଇଟମ ହବ। ଆଜ୍ଞା ମଟନ ତ ମୁଁ ଆଜ୍ଞା ଖାଇବା ନିହାତି 5 ବର୍ଷ ହେଲାଣି ଛାଡି ଦେଇଛି କାରଣ ଇଏ ମଝିରେ ମଝିରେ ଯୋଉ ଟିଭି ମାନଙ୍କରେ ବାହାରୁଛି କୋଉ ହୋଟେଲରୁ ଗାଈ ମିଶିଲାଣି ଭାଇ ଆମେ ହିନ୍ଦୁ ଜାତିର ଲୋକ ଆମେ ଭାଇ ଆମ ନିଜ ଧର୍ମକୁ ଆଗେ ଭଲ ପାଉଛୁ ଆଉ ଆମେ ଏଇ ଯୋଉ କିଛି ପଇସା ସ୍ୱାର୍ଥ ରଖିକି ଏଇ ଯୋଉ ମଟନ ଖାଇବା ଚକ୍କର ଆମେ ଗାଈ ଫାଇ ଖାଇପାରିବା ନାହିଁ ତ ଆମେ ଭାଇ ଯିବାର ନାହିଁ କି ମଟନ ଖାଇବାର ବି ନାହିଁ ଠିକ ଅଛି। ଯେ 5 ପ୍ରକାର ମଟନ ଦରକାର ନାହିଁ ଭାଇ ଆମର।